ସାଙ୍ଗମାନେ ମୋ ଝିଅ କ'ଣ କହୁଛି ଶୁଣନ୍ତୁ, ମୋ ଝିଅ କହୁଛି କି ବାପା ପର୍ସରେ ତ ପଇସା ରହୁନି, ସେ ଇନଷ୍ଟାଗ୍ରାମ ଦେଖୁଥିଲା। ସେ ଇନଷ୍ଟାଗ୍ରାମରୁ ଦେଖିକି ଯେଉଁ ପିଆଜ ପତ୍ରରେ କ'ଣ 19 ନା କ'ଣ ଗୋଟେ ନମ୍ବର ଦେଖୁଥିଲା। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍। ସକାଳୁ ସକାଳୁ ଉଠିକି ବର୍ତ୍ତମାନ ଗାଧୁଆ ପାଧୁଆ କରିକି ପୁରା ରେଡ଼ି ହେଇଛି। ଆଉ ବର୍ତ୍ତମାନ ଡ୍ୟୁଟି ଯିବା। ଡ୍ୟୁଟି ଟାଇମ୍ ବି ହେଇଗଲାଣି। ଆଉ ମୋ ସାନ ଝିଅ କେମିତି ଶୋଇଛି ଆପଣ ଦେଖୁଥିବେ, ଏପର୍ଯ୍ୟନ୍ତ ତା'ର ନିଦ ଭାଙ୍ଗିନି, ସେ ଶୋଇଛି ଏପର୍ଯ୍ୟନ୍ତ। ଆଉ ରୀତା ଯାଇଥିଲେ ଗାଧୋଇବା ପାଇଁ। ତାର ସକାଳୁ ଉଠିକି ତାର କାମ ଦାମ ସରେଇକି ବର୍ତ୍ତମାନ ସେ ତାର ନଖ ପାଲିସ ଲଗାଉଛି। ଆଉ ଇଆଡ଼େ ସାନ ଝିଅ ଶୋଇ ରହିଛି। ଆନିମା ଆନିମା ଶୋଉ, ଏବେ ଦିନ ସାରା ଖେଳିବ ଇଆଡ଼େ ସିଆଡ଼େ। ଆଉ ଭାତ ବି ବଢ଼ା ହେଇଯାଇଛି। ତରକାରୀ ଆଜି କ'ଣ ରୋଷେଇ ହେଇଛି କିରି? ଆଳୁ ଟମାଟର ଦୁଇଟି ଯାକ। ପାଣି କ୍ୟାନ୍ ବି ସରିଗଲାଣି। ଆଉ ଗୋଟାଏ ଅଛି, ଏଇଟା ପାଣିଟା ଏଇଟା ଫୁଲ୍ ଅଛି, ଆଉ ଏଇଟା ସରିଗଲାଣି, ସରିଯାଇଛି। ଆଉ ଏଇଟା ରୋଷେଇ କରିବା ପାଇଁ ଅଲଗା ପାଣି ଟ୍ୟାପ୍ରୁ ଆସୁଛି, ସେଇ ଲାଗି ଆକୁ ଅଲଗା ରଖା ହେଇଛି ପାଣିଟାକୁ। ଗ୍ୟାସ୍ ବି ସରି ଆସିଲାଣି ମୋତେ। ଆଉ କାଲି ହେଲା, ଆଜି ହେଲା ଶୁକ୍ରବାର, କାଲି ଶନିବାରରେ, ଆଉ କାଲି ହାଟ ବାରି ଅଛି। କାଲି ସବୁ ସାମାନ ପତ୍ର ସବୁ ହାଟ ବି କରିବା। ଦେଖେ ବାହାରେ କେମିତି କ'ଣ ପାଗ ପୁରା କୁହୁଡ଼ି ପାଗ, ପୁରା ସକାଳୁ ସକାଳୁ ପୁରା କୁହୁଡ଼ି ପାଗ ଫ୍ରେଣ୍ଡ ଦେଖିପାରୁଥିବେ। ଆଉ ସବୁ ପିଲା ସବୁ ବାହାରିଲେଣି ଡ୍ୟୁଟି ଗଲେଣି ସବୁ। ଗୋଟେ ଗାଡ଼ି କମ୍ପାନୀ ଗାଡ଼ି ଲାଗିଛି, ଏଗୁଡ଼ା ସବୁ ରଙ୍ଗ ଦିଆହେଉଛି। ଗ୍ୟାରେଜଟା ପାଖରେ ଅଛି, ଆଉ ପିଲା ସବୁ ବାହାରୁଛନ୍ତି ଡ୍ୟୁଟି। ଆଉ ଏଇଟା ଗ୍ୟାରେଜରେ ସବୁ ଗାଡ଼ି ଷ୍ଟାଣ୍ଡ ସବୁ ଏଇଟା। ଆଉ ଏଇପଟେ ଢଳେଇ କାମ ଏମିତି ହେଉଛି, ସେଇଟା ହିଁ। ଆମ ରୁମ୍ ପାଖରେ ଏଇଠି ଗୋଟେ ଚର୍ଚ୍ଚ ଅଛି। ଏଇଠି ଆମର ଖ୍ରୀଷ୍ଟିଆନ ଭାଇମାନେ ସମସ୍ତେ ଏଇଠି ଆସି ପ୍ରାର୍ଥନା କରନ୍ତି ତାଙ୍କର ରବିବାରକୁ ରବିବାର। ଆଉ ଦେଖିପାରୁଥିବେ ତାମିଲନାଡୁର କିଛି ଗାଁର କିଛି ନଜାରା। ଏ ହେଲା ଭ୍ୟୁ, ସକାଳ ସକାଳର ଭ୍ୟୁ। ଆଉ ଏଇ ସାଇଡ଼୍ରେ ଆମର କମ୍ପାନୀ ଅଛି ଫ୍ରେଣ୍ଡ ଦେଖିପାରୁଥିବେ। ଏଇ ସାଇଡ଼୍ରେ କମ୍ପାନୀ ବର୍ତ୍ତମାନ ଟାଇମ୍ ବି ହେଇଯାଇଛି ନା, ପିଲା ସବୁ ଯାଉଛନ୍ତି। ଏଇ କମ୍ପାନୀରେ ଫାଷ୍ଟ ଟାଇମ୍ କାମ ଯାଉଥିଲୁ, ଯେତେବେଳେ ଆସିଲୁ ଗାଁରୁ ଏଇ କମ୍ପାନୀରେ କାମ ଯାଉଥିଲୁ। ଏଇ ଦେଖାହେଉଛି ସେ କମ୍ପାନୀ ଯାଇନି, କଣ୍ଟ୍ରାକ୍ଟ ସାଙ୍ଗରେ ଟିକେ ଗଡ଼ମାଳ ହେଇଯାଇଛି, ହେଲେ ଆମେ ଯାଇନୁ ଫ୍ରେଣ୍ଡସ୍ ଦେଖିପାରୁଥିବେ। ସମସ୍ତେ ଡ୍ୟୁଟି ଗଲେଣି, ଆମର ବି ଟାଇମ୍ ହେଲାଣି। ଆଉ ଖାଇ ପିଇକି ଡ୍ୟୁଟିକୁ ଯିବା। ରୀତା କ'ଣ ଗାଧୋଇବାକୁ ଯାଇଥିଲେ, ଗାଧୋଇବା ସରିଛି କି ନାହିଁ ଯିବା। ବର୍ତ୍ତମାନ ଖାଇବା ପାଇଁ ମୁଁ ବସିଛି। ଆପଣ ଦେଖିପାରୁଥିବେ ଆମର ତରକାରୀ କ'ଣ ରାନ୍ଧିଛନ୍ତି ତାରା। ସକାଳୁ ଉଠିକି ଟମାଟୋ ଆଳୁ ଦେଇକି ପୁରା ଝୋଳ କରିଦେଇଛନ୍ତି। ଆଉ ଖାଇ ପିଇକି ଡ୍ୟୁଟି ଯିବା। ଆଉ ରାନୀମା ବି ଉଠିଲେ। ବହୁତ ଟେଷ୍ଟି ହେଇଛି ତରକାରୀଟା। ଯେଉଁଠୁ ଟମାଟୋ ପଡ଼ିବ ଫ୍ରେଣ୍ଡ, ନିଶ୍ଚିତ ତରକାରୀଟା କିନ୍ତୁ ଟେଷ୍ଟି ହିଁ ହେବ। ଆଉ ଏପଟେ ଭାତ ସଜାଡ଼ୁଛନ୍ତି ତାରା, ଜଲ୍ଦି ସଜା, ଟାଇମ୍ ବି ହେଇଗଲାଣି। ଏଇ ତୁ ପ୍ୟାଣ୍ଟ ଫ୍ୟାଣ୍ଟ ପିନ୍ଧୁନି, ଯା ପ୍ୟାଣ୍ଟ ପିନ୍ଧ, ଯା 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 ଯା। ଆଉ ମୋ ପଦୁ ଭାତ ଖା। ପଇସା ଦେଇ ରଖିବି ହେଲା। ପିନ୍ଧିଲୁ ଡ୍ରେସ୍, ପିନ୍ଧେ ଭଲ ଭାବରେ, ପିନ୍ଧିବା ଶିଖେ। ଏକୁଟିଆ ଗୋଟେ ପିନ୍ଧ, ହଁ ଭଲ ଭାବରେ ପିନ୍ଧ। ହଁ ସରିଗଲା ପିନ୍ଧେ। ବ୍ରସ୍ କରୁଛୁ ସକାଳୁ, ବ୍ରସ୍ କରୁନୁ? ବ୍ରସ୍ କରିବୁ, ବ୍ରସ୍ କରି ଖାଇବୁ ଭାତ ହେଲା। ପାଇଗଲାଣି ସଜାସଜି, ଜଲ୍ଦି ଇଏ ସଜେଇଦେ। ଟାଇମ୍ କେଡ଼ା ହେଲା ତାରୁ? ଆରେ ଦେଖିଲୁ ଟାଇମ୍ କେଡ଼ା ହେଲା? 8:46, 9ଟା ବାଜିବ। 8:46 ହେଲାଣି, ତୋର ଏପର୍ଯ୍ୟନ୍ତ ପେଣ୍ଟିଂ ହେଇନି। ମୁଁ ପଇସା ଦେବି ତୁମକୁ ହେଲା। ଛାଡ଼ି, ମୋର ଖାଇବା ଶେଷ ହେଇଯାଇଛି। ତୋର କେତେବେଳେ ଖାଉଛୁ, କ'ଣ କରୁଛୁ, ଜଲ୍ଦି ଟିକେ ଖା, ଯିବା, ଟାଇମ୍ ହେଇଗଲାଣି। ସେଠୁ ସେଇ ନାଲି ଡିମରଟା ମୋର, ସେଇଟା ସେଇ ନାଲି ଡିମରଟା। ଆମେ ଟେଲର୍ କରୁଥିଲୁ, ଟେଲର୍ କାମ ଛାଡ଼ି ଦେଇଛୁ। ବହୁତ ମାନେ ଗୋଡ଼ ହାତ ବହୁତ ବିନ୍ଧିଲା।
ସେଥିପାଇଁ ଆମେ ଚେକିଂ କରୁଛୁ ଯେଉଁ ମଞ୍ଜି ଗୁରା ଯେଉଁ ସାଇଡ଼ରେ ଯେଉଁ ଧାଗା ବାହାରୁନି କି ସେଇ ଧାଗା ଗୁଡ଼ାକୁ ଆମେ ସୂତା ଗୁଡ଼ାକୁ କାଟୁଛୁ ଖାଲି ଆଉ ପିସ୍ ରେଟ୍ରେ କାଟୁଛୁ ଆଉ। ଯା ତୋ ମା' ଖାଉଛୁ ଭାତ 2 ମୁଠା ଖାଇଦେ ଯା। ଆଉ କେତେବେଳେ ଖାଇବୁ? ଏ ତୋ ମା' ଖାଉଛି ଦେଖ ବସିକିରି। ଆଉ ତାରା ତୋର ତୁ କେତେବେଳେ ତ ଗାଧେଇବୁ? ଆଉ ଟିକେ ଗାଧେଇବୁ? ହଉ 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 ଠିକ୍ ଅଛି। ତୁ ଗାଧେଇବୁ, ତୋ ଜ୍ୱର ଆସୁଛି ରାତି ରାତିରେ ହେଲା, ଗାଧେଇବୁ। ଏ ତାକୁ ପୋଛି ପୋଛି ଦେବୁ ହେଲା କି? ପୋଛି ପୋଛି ଦେବୁ। ଆଉ ସେଇ ଝୁଅ ସାଙ୍ଗରେ ଖେଳା ବୁଳା କରିବୁ ହେଲା, କୁଆଡ଼େ ଯିବୁନି, ବାହାରକୁ ଯିବୁନୁ। ସାଙ୍ଗମାନେ ମୋ ଝିଅ କ'ଣ କହୁଛି ଶୁଣନ୍ତୁ, ମୋ ଝିଅ କହୁଛି କି ବାପା ପର୍ସରେ ତ ପଇସା ରହୁନି, ସେ ଇନଷ୍ଟାଗ୍ରାମ ଦେଖୁଥିଲା। ସେ ଇନଷ୍ଟାଗ୍ରାମରୁ ଦେଖିକି ଯେଉଁ ପିଆଜ ପତ୍ରରେ କ'ଣ 19 ନା କ'ଣ ଗୋଟେ ନମ୍ବର ଦେଇଥିଲା, ଏମିତି ଗୋଟେ ପିଆଜ ପତ୍ରରେ ଲେଖି ଦେଉଛନ୍ତି। ଆଉ ସେ ପର୍ସରେ ରଖିଲେ କ'ଣ ପଇସା 7 ଦିନ ଭିତରେ କ'ଣ ପଇସା ପର୍ସ ମନି ପର୍ସ କେବେ ଖାଲି ହେବନି। ସେ ମୋ ସାନ ଝିଅ କହୁଛି ଆଉ ପଇସା ବାପା ବହୁତ ହେବ, ଆଉ ତୁ ସେଇଆ କରେ, ମୋର ଡେଲି ପଇସା ଦରକାର। ଆଉ ଡେଲି ତାକୁ 10 ଟଙ୍କା ଦେଇକି ଯାଏ। ଏବେ ବର୍ତ୍ତମାନ ମୋ ହାତରେ ପଇସା ନାହିଁ, ମୁଁ ଗାଡ଼ି ଭଡ଼ା ହେଇକି ଯିବି, ମୋ ହାତରେ ପଇସା ନାହିଁ, କାଲି ଶନିବାର, କାଲି ପେମେଣ୍ଟ ମିଳିବାର ଅଛି। ଆଉ ଏବେ କହୁଛି କି ବାପା ତୁ ସେଇଆ କର। ହେଲେ କମେଣ୍ଟ କରି କୁହନ୍ତୁ ଏଇଟା ସତ କି ମିଛ। ଆଉ ମୋ ଝିଅର ନିହାତି ପଇସା ଦରକାର। ଏଇ ସେ ପିଆଜ ପତ୍ରରେ ସେଇ ଯେଉଁ କେତେଟା ନମ୍ବର ଅଛି ସେଇଟା ଲେଖିଦେବା, ଆଉ ଆମ ମନି ପର୍ସରେ ରଖିଦେବା। ଦେଖିବା 7 ଦିନ ଭିତରେ ପଇସା ହେଉଛି କି ନ ହେଉଛି। ଆଉ ମୋ ଝିଅର ସତ ନା ମିଛ କଥା ହେଉଛି ଦେଖିବା ନା ଝିଅ। ସେଇଆ କରିବା, ହଁ ସେଇଆ କରିବା। ପିଆଜ ପତ୍ର ଆଣିବୁ, କାଲି ହାଟକୁ ଯିବା, ନୂଆ ପିଆଜ ପତ୍ର ଆଣିବା ହେଲା। ଆଉ ଯେଉଁ ନମ୍ବରଟା ସେଇଟା ଆଉଥରେ ଇନଷ୍ଟାଗ୍ରାମରୁ ବାହାର କରିବା, ବାହାର କରି ସେଥିରେ ଲେଖିବା, ଲେଖିଦେଇକି ଆଉ ଏଇ ମନି ପର୍ସରେ ହେଲା, ଏଇ ମନି ପର୍ସରେ ଆଜିରେ ରଖିଦେବା। ରଖିଦେଇକି 7 ଦିନ ଭିତରେ ଆମେ ଦେଖିବା ମନି ପର୍ସରେ କେତେ ପଇସା ହେଲା। ଆଉ ପଇସା ହେଲେ ତୁ ଡେଲି ଯିବୁ ଖାଇବା ପାଇଁ ଦୋକାନକୁ ହେଲା। ସେ ଆନା ଦୋକାନକୁ ଯିବୁ ହେଲା କି। ହଁ ମୋ ଝିଅର ଏଇଟା ମୁଁ ସକାଳୁ ଉଠିକି କହୁଛି ବାପା ପଇସା ଦେ, ନହେଲେ ଏଇ ଉପାୟଟା କର। ଆମେ ଯାଉଛୁ ଡ୍ୟୁଟିକୁ, ଆଉ ଘରେ ଖେଳିବୁ। ଚାଲ ଯିବା, ଚାଲ ଡ୍ୟୁଟି। ଫ୍ରେଣ୍ଡସ୍ ଆମେ ଯାଉଛୁ କାମକୁ। ଆଉ ସନ୍ଧ୍ୟା 5ଟାରେ ଆମେ ସବୁଦିନ ତ 8 ଘଣ୍ଟା ଡ୍ୟୁଟି, ସନ୍ଧ୍ୟା 5ଟାରେ ଦେଖା ହେବା। ଦେଖା ହେବା କି ନ ହେବା ମୁଁ କହିପାରିବିନି, କାହିଁକିନା ମୋବାଇଲରେ ଏମ୍ବି ସବୁ ସରେଇ ଦେଉଛନ୍ତି, ଆଉ ଚାର୍ଜ ବି ସରେଇ ଦେଉଛନ୍ତି। ଆଉ ସେଥିରେ କିଛି ଆଉ ମାନେ ଭିଡ଼ିଓ ସୁଟ୍ କରି ହେଉନି। ଆଉ ଏ ଝୁଅ ପାଇଁ ମୋବାଇଲଟା ଛାଡ଼ି ରଖୁଛୁ। ଆଉ ରହୁଛି, ଜୟ ଜଗନ୍ନାଥ। ଭିଡ଼ିଓଟି ଯଦି ଭଲ ଲାଗେ ଆପଣ ନିଶ୍ଚିତ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ଜମାରୁ ଭୁଲିବେନି। ରହୁଛି, ବାଏ।